ଆପଣ ଜାଣିଛନ୍ତି ଯେତେବେଳେ ଜଗନ୍ନାଥ ମହାପ୍ରଭୁଙ୍କର ରତ୍ନ ଭଣ୍ଡାର ବିଷୟରେ ସବୁବେଳେ ସାଧାରଣତାରେ ଚର୍ଚ୍ଚା ବିତର୍କ ଲାଗି ରହିଥାଏ ଏବଂ ସେଇ କଥା ବିଷୟରେ 4.5 କୋଟି ଓଡ଼ିଆ ଜାଣିବାକୁ ଚାହାନ୍ତି ଯେ ଜଗନ୍ନାଥ ମହାପ୍ରଭୁଙ୍କୁ ରତ୍ନ ଭଣ୍ଡାର କେବେ ଗଣତି ହବ, ରତ୍ନ ଭଣ୍ଡାରରେ କ'ଣ କ'ଣ ଅଛି, ସୁରକ୍ଷିତ ଅଛି କି ନାହିଁ, ଏସବୁ ଅନେକ ପ୍ରଶ୍ନ ଲୋକମାନଙ୍କର ମନରେ ଆସିଥାଏ। ଏବଂ ଯେତେବେଳେ ରତ୍ନ ଭଣ୍ଡାରକୁ ମରାମତି କରାଯିବା ପାଇଁ ଗତ କିଛି ମାସ ତଳେ ରତ୍ନ ଭଣ୍ଡାରରୁ ରତ୍ନ ସ୍ଥାନାନ୍ତର କରାଯାଇଥିଲା ଏକ ଅସ୍ଥାୟୀ ରତ୍ନ ଭଣ୍ଡାରକୁ, ସେହି ସମୟରେ ରତ୍ନ ଗଣତି ହେବାର ସୁଯୋଗ ମଧ୍ୟ ଥିଲା କିନ୍ତୁ କରାଯାଇ ନଥିଲା। ଏବଂ ତାପରେ ମଧ୍ୟ ଅନେକ ଦିନ ଗଲା ରତ୍ନ ଭଣ୍ଡାର ମରାମତି ହେଲା, ସେହି ସମୟରେ ମଧ୍ୟ ଗୋଟେ ଅନେକ ସମୟ ମିଳିଲା, ବହୁତ ବଡ଼ ଗ୍ୟାପ୍ ଥିଲା, ସେହି ସମୟରେ ମଧ୍ୟ ରତ୍ନକୁ ଗଣାଯାଇ ନଥିଲା। ଗତକାଲି ମଧ୍ୟ ରତ୍ନ ଭଣ୍ଡାର ଅସ୍ଥାୟୀ ରତ୍ନ ଭଣ୍ଡାର ଠାରୁ ଅଣା ହେଇକି ରତ୍ନ ଭଣ୍ଡାରରେ ପୁଣି ସ୍ଥାନାନ୍ତର କରାଗଲା, ପୁଣି ରଖାଗଲା। ସେହି ସମୟରେ ମଧ୍ୟ ରତ୍ନକୁ ଗଣାଯାଇ ନାହିଁ, ଯୋଉଟାକି ଅନେକ ସମୟରେ କଥା ଉଠିଥିଲା ଯେ ଗଣତି ମଣତି କରାଯିବ, ଯଥାଶୀଘ୍ର ଗଣତି ମଣତି କରାଯିବ। ଗତକାଲି କରାଗଲାନି, ତା ପୂର୍ବରୁ କରାଯାଇ ନାହିଁ। ସେଥିପାଇଁ ଆଜି ବିଧାନସଭାର ଶୂନ୍ୟକାଳରେ ଏ କଥା ମୁଁ ସରକାରଙ୍କ ନଜରକୁ ଆଣିଲି ଯେ କାହିଁକି କଥା ବିଳମ୍ବ କରାଯାଉଛି। ଓଡ଼ିଶାର 4.5 କୋଟି ଓଡ଼ିଆ ଜଗନ୍ନାଥ ମହାପ୍ରଭୁଙ୍କର ରତ୍ନ ଭଣ୍ଡାର ବିଷୟରେ ଜାଣିବାକୁ ଚାହୁଁଛନ୍ତି, ତେଣୁ ଏହା ଯଥାଶୀଘ୍ର ଗଣତି ପଣତି କରାଯାଉ ଏବଂ ରିପୋର୍ଟଟିକୁ ସାର୍ବଜନିକ କରାଯାଉ ବୋଲି ମୁଁ ଆଜି 0 ଆୱାରରେ ମାନ୍ୟବର ମନ୍ତ୍ରୀ ମଧ୍ୟ ଆଇନ ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ, ସେହି ସମୟରେ ସରକାରଙ୍କର ଦୃଷ୍ଟି ଆକର୍ଷଣ କରିଲି।